ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି ମୋ ମନ କଥାର 112ତମ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏ ବିଶ୍ୱକପ୍ ଫୁଟବଲ ଚାଲିଥିବା ଅବସରରେ ଆମର ଆଜି ଷଷ୍ଠ ଅଧ୍ୟାୟ। ବର୍ତ୍ତମାନ ବିଶ୍ୱକପ୍ ଫୁଟବଲ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ସାରିଛି। ସେମିଫାଇନାଲ ପାଇଁ ଟିମ୍ ମାନେ ସିଲେକ୍ଟ ହୋଇସାରିଛନ୍ତି। ଫ୍ରାନ୍ସ ସ୍ପେନ୍ ଖେଳିବେ ସେମିଫାଇନାଲ, ଗୋଟେ ସେମିଫାଇନାଲରେ ଆଉ ଗୋଟେ ସେମିଫାଇନାଲରେ ଆର୍ଜେଣ୍ଟିନା ଇଂଲଣ୍ଡ ଖେଳିବେ 14 ତାରିଖରେ ଗୋଟେ ସେମିଫାଇନାଲ, 16 ତାରିଖରେ ଗୋଟେ ସେମିଫାଇନାଲ, 19 ତାରିଖରେ ଫାଇନାଲ। ମୋଟାମୋଟି ୱାର୍ଲଡ କପ୍ ଫୁଟବଲ ଖେଳ ଶେଷ ଅବସ୍ଥାରେ ପହଞ୍ଚି ଯାଇଛି। ଏଣୁ ଯେଉଁମାନେ ଫୁଟବଲ ପ୍ରେମୀ ସେମାନେ ନିଶ୍ଚିତ ଭାବରେ ଏ ଯେଉଁ ସେମିଫାଇନାଲ ଫାଇନାଲ ଖେଳ ଅଛି ତାକୁ ଦେଖିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, କାରଣ ପୁଣି ୱାର୍ଲଡ କପ୍ ଫୁଟବଲ ମ୍ୟାଚ୍ ଦେଖିବା ପାଇଁ 4 ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଆମେ ଆଜି ଏହି ଫୁଟବଲ ଅଧ୍ୟାୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଦୁଇଟି ଘଟଣା ଉପରେ ଆମେ ନଜର ପକାଇବା। ଆପଣମାନେ ଦେଖିଥିବେ ଯେତେବେଳେ ଆପଣମାନେ ଫୁଟବଲ ଖେଳ ଟିଭିରେ ଦେଖୁଥିବେ, ପ୍ରଚଣ୍ଡ ଭାବରେ ଗୋଟେ ଗୀତର ଶବ୍ଦ ସେଠୁ ଆସୁଥିବାର ଦେଖୁଥିବେ। ଗୋଟେ ତାଳରେ ଗୀତର ଶବ୍ଦ ସେ ଖେଳ ବେଳେ ଚାଲୁଥାଏ। ଏଇ ଯେଉଁ ଗୀତର ଶବ୍ଦ ଆସେ ଇଏ ଏମିତି ଅନାବନା ଭାବରେ ଅପ୍ରତ୍ୟାଶିତ ଭାବରେ ନୁହେଁ, ଏଥିପାଇଁ କିଛି ପ୍ରସ୍ତୁତି କରାଯାଇଥାଏ। ଏଇ ଯେଉଁ ୱାର୍ଲଡ କପ୍ ଏବର୍ଷ ଚାଲିଛି, ଫିଫା ତତ୍ତ୍ୱାବଧାନରେ ପ୍ରାୟ 750 ଗୀତ ପ୍ରସ୍ତୁତ ହେଇଛି, ଯାହା ବିଭିନ୍ନ ଦେଶର ଫୁଟବଲ ଯେଉଁମାନେ ଖେଳୁଛନ୍ତି ସେମାନଙ୍କର କଳା ସଂସ୍କୃତି ସହିତ ଜଡ଼ିତ। ସେହି ସବୁ ଗୀତ ପ୍ରସ୍ତୁତ କରାଯାଇଛି ଏବଂ ସେହି ଗୀତ ଗୁଡ଼ିକ ଏଇ ଖେଳ ବେଳେ, ଯେତେବେଳେ ଖେଳ ଆରମ୍ଭ ହେଉଛି ବାଜୁଛି, ଯେତେବେଳେ ଖେଳରେ ବ୍ରେକ୍ ହେଉଛି ବାଜୁଛି, ହାଇଡ୍ରେସନ୍ ପିରିୟଡ଼ରେ ବାଜୁଛି, କିଏ ଗୋଲ ଦେଲା ବେଳେ ବାଜୁଛି, ଗୋଟେ କୌଣସି ଦଳ ସେଇ ଦଳ ପାଇଁ ଯେଉଁ ସଙ୍ଗୀତ ତିଆରି ହେଇଛି ସେଟା ବାଜୁଛି, ଖେଳ ସରିଗଲେ ମଧ୍ୟ ବାଜୁଛି। ଏମିତି 750 ପ୍ରକାରର ସଙ୍ଗୀତ ପ୍ରସ୍ତୁତ ହେଇଛି। ସେମାନଙ୍କ ଭିତରେ 7 ନେସନ୍ ଗୋଟେ ଗୀତ ଭାରି ପପୁଲାର, ଆଉ ଗୋଟେ ଅଣ୍ଡରଷ୍ଟୋଜ୍, ଆଉ ଗୋଟେ ଫ୍ରିଡ୍ ଫ୍ରମ୍ ଡିଜାୟାର। ଏମିତି ଅନେକ ଗୀତ ଭାରି ଲୋକପ୍ରିୟ ହୋଇଛି ଏଇ ଫୁଟବଲ ୱାର୍ଲଡ କପ୍ରେ। କିନ୍ତୁ ଆଉ ଗୋଟିଏ ଖେଳ ଚର୍ଚ୍ଚାରେ ଏ ବର୍ଷ ଥିଲା। ସେ ଗୀତଟିର ନାମ ହେଉଛି ଅଣ୍ଡରୱାଲ୍। ସେ ସଙ୍ଗୀତର ନାମ ହେଉଛି ଅଣ୍ଡରୱାଲ୍। ଏଇଟା ଯେତେବେଳେ କ୍ରୋଏସିଆ ଆଉ ଇଂଲଣ୍ଡ ଭିତରେ ଖେଳ ହେଉଥିଲା ଏବଂ ସେଥିରେ ଇଂଲଣ୍ଡ 4-2ରେ ବିଜୟ ଲାଭ କରିଥିଲା। ଏଇ ଯେଉଁ ଗୀତଟି ଇଂଲଣ୍ଡ ତରଫରୁ ଇଂଲଣ୍ଡ ପାଇଁ ପ୍ରସ୍ତୁତ ହେଇଥିଲା, ଯେତେବେଳେ ଇଂଲଣ୍ଡ ବିଜୟ ଲାଭ କଲା, ଇଂଲଣ୍ଡର ସମର୍ଥକମାନେ ଏହି ଗୀତକୁ ତାଳ ଧରିକିରି ସମସ୍ତ ଦର୍ଶକ ଯେ ଉପସ୍ଥିତ ଥିଲେ ଷ୍ଟାଡିୟମରେ, ସେମାନେ ଏକ ତାଳରେ ଏ ଗୀତକୁ ଅତି ସୁନ୍ଦର ଭାବରେ ଗାଇଥିଲେ। ସେଥିପାଇଁ ଗୋଟେ ଅତ୍ୟନ୍ତ ଚିତ୍ତାକର୍ଷକ ପରିବେଶ ସୃଷ୍ଟି ହୋଇଥିଲା। ସେଥିପାଇଁ ଇଂଲଣ୍ଡର ଯେ କ୍ୟାପ୍ଟେନ୍ ହେରିକେନ୍ ସେ କହିଛନ୍ତି ଯେ ଏଭଳିଆ ଗୋଟେ ସୁନ୍ଦର ମୁହୂର୍ତ୍ତ ତାଙ୍କ ଜୀବନରେ ଆଉ ଆସିବ କି ନାହିଁ। ତ ଇଏ ଗୋଟେ ଭାରି ଫୁଟବଲ ଖେଳ ବେଳେ ଗୋଟେ ଭାରି ବଢ଼ିଆ ପରିସ୍ଥିତି ହୁଏ, ସଙ୍ଗୀତ ବାଜେ, ଏକୁ ଦର୍ଶକମାନେ ମନଭରି ଉପଭୋଗ କରନ୍ତି। ଆଉ ଏକ କଥା ମୁଁ ଆପଣଙ୍କୁ କହିବି ଯେ ଗୋଟେ ଖେଳରେ ଯେତେବେଳେ ଜଣେ ଖେଳାଳି ଫାଉଲ କରେ, ସେତେବେଳେ ରେଫରୀ ନିଷ୍ପତ୍ତି କରନ୍ତି ତାକୁ ଗ୍ରୀନ୍ କାର୍ଡ ଦିଆଯିବ କିମ୍ବା ରେଡ୍ କାର୍ଡ ଦିଆଯିବ। ଯେତେବେଳେ ରେଡ୍ କାର୍ଡ ଦିଆଯାଏ ତାଙ୍କୁ ସେଇ ଖେଳରୁ, ସେଇ ଯେଉଁ ବାକି ଥିବା ସମୟ ଖେଳରୁ ବାହାର କରି ଦିଆଯାଏ ଏବଂ ପରବର୍ତ୍ତୀ ଖେଳ ପାଇଁ ମଧ୍ୟ ତାଙ୍କୁ ନିଲମ୍ବନ କରାଯାଏ। ସେ ପରବର୍ତ୍ତୀ ଖେଳରେ ଖେଳିପାରିବେ ନାହିଁ। ଏମିତି ଗୋଟିଏ ଅବସ୍ଥା ହେଇଥିଲା ଆମେରିକା ଆଉ ବୋସ୍ନିଆର ଗୋଟେ ମ୍ୟାଚ୍ ଭିତରେ। ଆମେରିକାର ଜଣେ ଖେଳାଳିକୁ ରେଫରୀ ତାଙ୍କୁ
ରେଡ୍ କାର୍ଡ ଦେଖେଇଥିଲେ। ତା ସେଇ ରେଡ୍ କାର୍ଡ ଦେଖେଇବା ଦ୍ୱାରା ତାଙ୍କୁ ତ କେବଳ ଖେଳରୁ ବାହାର କରାଯାଇନଥିଲା, ସେ ପରବର୍ତ୍ତୀ ଖେଳ ପାଇଁ ମଧ୍ୟ ନିଲମ୍ବନ ହୋଇଥିଲେ। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଯାହା ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଜରିଆରେ ବିବରଣୀ ଆସୁଛି ଯେ ଗୋଟେ ଇଣ୍ଟରଫେରେନ୍ସ ହେଇଥିଲା ଉପର ଲେଭେଲରୁ, ଯାହାଦ୍ୱାରା ଫିଫା ସେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲା ଏବଂ ତାଙ୍କୁ ପୁଣି ପରବର୍ତ୍ତୀ ଖେଳରେ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା। ଯଦିଓ 1962 ମସିହାରୁ ଏପରି କିଛି ନିୟମ ଥିଲା ଯେ ସେମାନେ ନିଲମ୍ବନ ହେଲେ ଆଉ ଖେଳିପାରିବେ ନାହିଁ ପରବର୍ତ୍ତୀ ମ୍ୟାଚ୍, ତାକୁ ବ୍ୟତିକ୍ରମ କରିକିରି ଆଉ ଗୋଟିଏ ତାଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହାପରେ ଯେତେବେଳେ ଆମେରିକା ପରବର୍ତ୍ତୀ ମ୍ୟାଚ୍ ଖେଳିଲା, ସେ ଖେଳରେ ଆମେରିକା ପରାଜୟ ବରଣ କଲା ଏବଂ ସେ ଯେଉଁ ଟିମ୍ଠୁ ବେଲଜିୟମ ସାଙ୍ଗରେ ସେ ଖେଳିଲା, ବେଲଜିୟମଠୁ ପରାଜୟ ବରଣ କଲା। ଏଣୁ ସେ ସମୟରେ ବେଲଜିୟମର ଖେଳାଳିମାନେ ଆମେରିକାକୁ ସମାଲୋଚନା କରିବାକୁ ଯାଇ ଗୋଟାଏ ଟ୍ରମ୍ପ ନୃତ୍ୟ କରିଥିଲେ ଏବଂ ଏହି ଟ୍ରମ୍ପ ନୃତ୍ୟ ଗୋଟେ ଚର୍ଚ୍ଚାର ବିଷୟ ହେଇକରି ରହିଛି। ଆମେ ବର୍ତ୍ତମାନ ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆସିବା। ମୋର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ଦେଶ ସବୁଠାରୁ ବେଶୀ ଥର ୱାର୍ଲ୍ଡ କପ୍ ଫୁଟବଲ ଫାଇନାଲରେ ପ୍ରବେଶ କରିଛି? କେଉଁ ଦେଶ ୱାର୍ଲ୍ଡ କପ୍ ଫୁଟବଲ ଫାଇନାଲରେ ବେଶୀ ଥର ପ୍ରବେଶ କରିଛି? ତାର ଉତ୍ତର ହେଉଛି ୱେଷ୍ଟ ଜର୍ମାନୀ। ସେ 8 ଥର ପ୍ରବେଶ କରିଛି। ସେ 8 ଥରରୁ 4 ଥରରେ ବିଜୟ ଲାଭ କରିଛି, 4 ଥର ରନର୍ସ ଅପ୍ ହେଇଛି। ଏଠି ଆମେ ଜାଣିବା ଯେ ବ୍ରାଜିଲ 5 ଥର ୱାର୍ଲ୍ଡ କପ୍ ଚମ୍ପିଆନ ହେଇଛି, କିନ୍ତୁ ସେ ଫାଇନାଲରେ ପ୍ରବେଶ କରିଛି 7 ଥର। ତା ଜାଗାରେ ୱେଷ୍ଟ ଜର୍ମାନୀ ଫାଇନାଲରେ ପ୍ରବେଶ କରିଛି 8 ଥର। କେଉଁ ଦେଶରେ ସବୁଠୁ ବେଶୀ ଥର ୱାର୍ଲ୍ଡ କପ୍ ଫୁଟବଲ ଆୟୋଜନ କରାଯାଇଛି? କେଉଁ ଦେଶରେ ସବୁଠାରୁ ବେଶୀ ଥର ୱାର୍ଲ୍ଡ କପ୍ ଫୁଟବଲ ଆୟୋଜନ କରାଯାଇଛି? ଏହାର ଉତ୍ତର ହେଉଛି ମେକ୍ସିକୋ। ମେକ୍ସିକୋ 3 ଥର ଏ ଫୁଟବଲ ବିଶ୍ୱକପ୍ ଆୟୋଜନ କରିଛି, 1970ରେ, 1986ରେ, 2026ରେ। ବର୍ତ୍ତମାନ 3ଟି ଦେଶ ଯେଉଁ ଆୟୋଜନ କରୁଛନ୍ତି ଫୁଟବଲ, ତା ଭିତରେ ମେକ୍ସିକୋ ଗୋଟେ। ଏଥିରେ ଆମେରିକା, କାନାଡା, ମେକ୍ସିକୋ ଏ 3ଟି ଦେଶ ମିଶିକରି ବର୍ତ୍ତମାନ ଫୁଟବଲ ବିଶ୍ୱକପ୍ ଆୟୋଜନ କରୁଛନ୍ତି। ଆମେ ଆଉ ଗୋଟିଏ ପ୍ରଶ୍ନକୁ ଆସିବା। ଗୋଟିଏ ଫୁଟବଲ ୱାର୍ଲ୍ଡ କପ୍ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଗୋଲ ସ୍କୋର କରିଥିବା ଖେଳାଳି କିଏ? ଗୋଟିଏ ଫୁଟବଲ ଟୁର୍ଣ୍ଣାମେଣ୍ଟରେ, ୱାର୍ଲ୍ଡ କପ୍ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଗୋଲ ସ୍କୋର କରିଥିବା ଖେଳାଳି କିଏ? ସେ ହେଉଛନ୍ତି ଫ୍ରାନ୍ସର ଷ୍ଟ୍ରାଇକର ଜଷ୍ଟ ଫଣ୍ଟେନ୍। ସେ ଗୋଟିଏ ୱାର୍ଲ୍ଡ କପ୍ରେ 13ଟି ଗୋଲ ଦେଇଥିଲେ। 1958ରେ ସେ ଯେଉଁ ୱାର୍ଲ୍ଡ କପ୍ ଖେଳିଥିଲେ ସ୍ୱିଡେନରେ, ସେଇଥିରେ ସେ 13ଟି ଗୋଲ ଦେଇଥିଲେ। ମାତ୍ର 6ଟି ମ୍ୟାଚ୍ ଖେଳିଥିଲେ, କିନ୍ତୁ ସେ 13ଟି ଗୋଲ ଦେଇ ଗୋଟେ ଅବିଶ୍ୱସନୀୟ ରେକର୍ଡ କରିଛନ୍ତି, ଯେଉଁ ରେକର୍ଡକୁ ପେଲେ, ରୋନାଲ୍ଡୋ, କ୍ଲୋଜ୍, ମେସି, ଏମ୍ବାପେ ଭଳିଆ ଖେଳାଳି ମଧ୍ୟ ଭାଙ୍ଗି ପାରି ନାହାନ୍ତି। ଆମର 4 ନମ୍ବର ପ୍ରଶ୍ନ ହେଉଛି, ୱାର୍ଲ୍ଡ କପ୍ରେ ସବୁଠାରୁ ଅଧିକ ପେନାଲ୍ଟି ଗୋଲ ଦେଇଥିବା ଖେଳାଳି କିଏ? ଇଏ ହେଉଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ସେ 7ଟି ଗୋଲ ଦେଇଛନ୍ତି ପେନାଲ୍ଟି ଗୋଲ। ସେଥିରେ ନର୍ମାଲ ଖେଳରେ 4ଟି ଏବଂ ପେନାଲ୍ଟି ସୁଟ୍ ଆଉଟ୍ରେ 3ଟି। ଯାହା ହେଲେ ବି ସେ ପେନାଲ୍ଟି ସବୁଠାରୁ ଅଧିକା ଗୋଲ ଦେଇଛନ୍ତି। ସେ ଗୋଲଟି ହେଲା, ସେ 7ଟି ଗୋଲ ଦେଇଛନ୍ତି। ଗୋଟିଏ ୱାର୍ଲ୍ଡ କପ୍ରେ ସବୁଠାରୁ ଅଧିକ ପେନାଲ୍ଟି ସ୍କୋର କରିଥିବା ଖେଳାଳି କିଏ? ଆମେ ଏଠି କହିଲେ ପେନାଲ୍ଟି ଗୋଲ ଦେଇଛନ୍ତି କହିଲେ, ସେମିତି ଗୋଟିଏ ୱାର୍ଲ୍ଡ କପ୍, ଆମେ ଏଇଟା କହିଲେ ଟୋଟାଲ ୱାର୍ଲ୍ଡ କପ୍ ଉପରେ କହିଥିଲେ 7ଟା, ଏଠି ଆମେ କହୁଛେ ଗୋଟିଏ ୱାର୍ଲ୍ଡ କପ୍ରେ ସବୁଠାରୁ ବେଶୀ ପେନାଲ୍ଟି ଗୋଲ କିଏ ଦେଇଛନ୍ତି? ସେ ହେଉଛନ୍ତି ସେହି ଲିଓନେଲ ମେସି। ସେ 6ଟି ଗୋଲ ଦେଇଥିଲେ
2022 वर्ल्ड कप रे जो होता से 6टी गोल देते। अच्छा बर्तमान आउ गोटे से पेनाल्टी को लेकिन प्रश्न जे पेनाल्टी जिते होइथिबो प्रथमे गोटे किए प्लेयर थिबो जे से पेनाल्टी को मिस करथिबो। पेनाल्टी हेले साधारण गोल हवा कथा किंतु से पेनाल्टी की से मिस करथिबा प्रथम खेलाड़ी वर्ल्ड कप फुटबॉल ले से होचंती जोहान होर्भात ऑस्ट्रिया रो से 1934 रे इटाली रे जो चलुथला गेम रे से प्रथमे गोटे पेनाल्टी मारी से पेनाल्टी को मिस करथिले। जोहान होर्भात ऑस्ट्रिया रो प्रथम से खेलाड़ी जे पेनाल्टी मिस करथिले 1934 मसीह रे। अच्छा ता सेमती जेमती से पेनाल्टी मिस करथिले सेमती वर्ल्ड कप रे प्रथमे किए पेनाल्टी स्कोर करथिले। प्रथम खेलाड़ी जो वर्ल्ड कप रे पेनाल्टी स्कोर करथिले से होचंती 1930 रे मानुएल रोसास से होचंती मेक्सिको रो खेलाड़ी। से प्रथम वर्ल्ड कप रे से प्रथमे अर्जेंटीना विरुद्ध रे गोटे गोल स्कोर करथिले। से सेतेबेले तांकर बयस बहुत कम थिला से मात्र 18 वर्ष 93 दिन तांको सेतेबेले हेतिला से तांकर प्रथम पेनाल्टी स्कोर करथिले। वर्ल्ड कप रे आ गोटे इंटरेस्टिंग प्रश्न वर्ल्ड कप रे सबुठारु डेंगा फुटबॉलर किए? वर्ल्ड कप रे सबुठारु डेंगा फुटबॉलर किए? ए 2026 रे से खेलाड़ी खेलुचंती से होचंती फ्लोरियन वेगले से वर्तमान खेलुचंती ऑस्ट्रिया तरफरु खेलिचंती। एई वर्ल्ड कप रे फ्लोरियन वेगले तांकर उच्चता होची 6 फुट 9 इंच। से सबुठु उच्च खेलाड़ी जे इनसिडेंटाली एई संजोग बसत एई वर्ल्ड कप रे खेलुचंती। आमे आउ गोटे प्रश्न करिबा जेमती कहले सबुठु उच्च खेलाड़ी फ्लोरियन वेगले कहले आमे सेमती सबुठु बांगरा खेलाड़ी किए? वर्ल्ड कप रे खेलुतबा सबुठु बांगरा खेलाड़ी किए? से मध्य ये वर्ल्ड कप रे 2026 वर्ल्ड कप रे खेलुचंती से होचंती सेसार यानिस से पानामा देश तरफ खेली। तांकर उच्चता होची 5 फुट 3 इंच। तांकर उच्चता होची 5 फुट 3 इंच। अच्छा आमे जो देखिले जे किए बांगरा खेलाड़ी अछंती से हिसाब रे आउ गोटे प्रश्न जे आमे देखिले 5 फुट 3 इंच होची सबुठु बांगरा खेलाड़ी 2026 रे से खेलिचंती। मोर शेष प्रश्न होची जे आमे देखुचु माराडोना एवं मेसी दुई जण खूब विख्यात खेलाड़ी। याको भितरे किए कहार उच्चता बेसी? माराडोना मेसी को भितरे कहार उच्चता बेसी? दुई जण जाक अर्जेंटीना रो खेलाड़ी। ए दुई जण के भितरे कहार उच्चता बेसी? एतरे देखिबे जे मेसी कर उच्चता 2 इंच बेसी माराडोनाठू। मेसी भी सेमती 6 फुट पर्यंत जाइनांती होची 5 फुट 7 इंच जहाटू 2 इंच कम होचंती माराडोना। आज आमर अध्याय को मु एठी शेष करुची। आमे अपेक्षा रखिबा जे वर्ल्ड कप रो जो सेमीफाइनल दीटी हबो फाइनल हबो एवं थर्ड पोजीशन पई जो खेल हबो से खेल को आमे समस्ते देखिबा। कारण ए पुणी वर्ल्ड कप खेल देखिया पे हमकु 4 वर्ष अपेक्षा करने को पड़ो। मोर शेष अध्याय जिते वर्ल्ड कप सरी से अध्याय रे जोटा सप्तम अध्याय हम मोर फुटबॉल को लेकर से अध्याय रे 2026 सरीवा भितर जहाँ जहाँ रेकर्ड हो किबा जहाँ जहाँ गुरुत्वपूर्ण घटना हो से समस्त को संकलित करी गोटे अध्याय मु करी। सेटा हम मोर शेष अध्याय। आज मोर ए अध्याय को मु एठी रखुची। ये अध्याय आपण मानकु किपरि लागिला आपण मानकर मतामत दे जणैबे। जदि भलो लागि थाए लाइक करिवे, शेयर करिवे। नमस्कार।
ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ।